ବର୍ତ୍ତମାନ ତ ଆସିଲାଣି, ଏ ତ ଅଲରେଡି ରାଜ୍ୟପାଳ ପାଖକୁ ପଠେଇ ଦେଇଥିଲେ, ଫେରେଇ ଆଣିଥିବେ, କ'ଣ ଭାବରେ ଘରୋଇ ଭାବରେ ନେଇ ଆସିଥିବେ। କ'ଣ କରିବେ ତାଙ୍କର ଆଗାମୀ ଦିନ ଆସେମ୍ବଲିରେ ଦେଖିବା କ'ଣ କରୁଛନ୍ତି। ଆସେମ୍ବଲି ଯାହା କଲେ ତ ଆସେମ୍ବଲି ଭିତରକୁ ଯିବ ନା। ବିଲ୍ ଚେଞ୍ଜ କରନ୍ତୁ ବା ବିଲ୍କୁ ଆଉ ଗୋଟେ ନୂଆ ବିଲ୍ ଆଣନ୍ତୁ, ଏ ବିଲ୍କୁ ପ୍ରତ୍ୟାଖ୍ୟାନ କରନ୍ତୁ, ସବୁ କଥା ହେଲେ ବିଧାନସଭାକୁ ଯିବ। ତେଣୁ ବିଧାନ ବ୍ୟବସ୍ଥା ଅନୁସାରେ ଆଗାମୀ ବିଧାନସଭା ଆସିବ। ଭାରତରେ କ'ଣ ହେଇଛି? ହଁ, ବାହାରିଛି ଖବରକାଗଜ ଯାହା ବାହାରିଛି ଯେ ବିଧାୟକଙ୍କର ଅନ୍ୟ ଜାଗାରେ 2,90,000 ଟଙ୍କା ଥିଲାବେଳେ ଏଠି 3,50,000 ଟଙ୍କା ହେଲା। କ'ଣ ପାଇଁ କରିଥିଲେ, କ'ଣ ନ କରିଥିଲେ ସରକାର ଉପରେ ନିର୍ଭର କରେ ଏବଂ ଲୋକଙ୍କର ବ୍ୟବସ୍ଥା ଦେଖିକିରି ଯେ ଆଗାମୀ 5 ବର୍ଷ ପାଇଁ ହିସାବ କରିକିରି କରିଥିବେ, ମୁଁ ଆଉ ଜାଣିନାହିଁ। ଏବେ ତ ସେ କହିଲେଣି ଯେ ତାଙ୍କ ରାଜସ୍ୱ ବଳକା ବୋଲିକି କହୁଛନ୍ତି, ପୁରା ବହୁତ ବଳକା ଅଛି ସେ ନିଜେ କହୁଛନ୍ତି ଏବଂ ରାଜସ୍ୱର କିଛି ଅସୁବିଧା ନାହିଁ। ରାଜସ୍ୱ ଖର୍ଚ୍ଚ କରିପାରୁନାହାନ୍ତି, ଆଉ ସେଥିପାଇଁ ବିଭିନ୍ନ ପ୍ରକାର ଭାରତୀୟ ଜନତା ପାର୍ଟିର ସଭା ସମିତି ଭାରତବର୍ଷରେ ଆଉ କୋଉଠି ହଉନାହିଁ, କେବଳ ଓଡ଼ିଶାରେ ହଉଛି। ତାର କାରଣ ହଉଛି ଆମ ପଇସା ଖର୍ଚ୍ଚ କରିବା ପାଇଁ କି ଆଡଭର୍ଟାଇଜମେଣ୍ଟ ଆମକୁ କରିବା ପାଇଁ। ସରକାରଙ୍କୁ ପଚାରିଲେ ହବ, ସେ ଆନ୍ଦୋଳନକାରୀ ମାନଙ୍କୁ ପଚାରିଲେ ହବ, କାହିଁ କରୁନାହାନ୍ତି, କ'ଣ ରହିଛି। ବ୍ୟାକଫୁଟରେ ନିଶ୍ଚୟ ରହିବ, କାରଣ ଯେତେବେଳେ ସମସ୍ତଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଦେବା ପାଇଁ, ସମସ୍ତଙ୍କୁ ସୁଖ ଦେବା ପାଇଁ କି ଗୋଟିଏ ଦଳ ପ୍ରମିଜ କରିକିରି ଭଲ ଦିନ ଆସିବ, ସମସ୍ତଙ୍କ ପାଇଁ ଆଶା ଦିନ ଆଏଗା, ଆଶା ଦିନ ତ ଆସିବା ପାଇଁ କି ସମସ୍ତଙ୍କ ପାଇଁ ଆସିବ, ସମସ୍ତେ ଚାହୁଁଛନ୍ତି ସେ ଆଶା ଦିନରେ ଭଲରେ ଟିକେ ରହିବା ପାଇଁ ମାଗୁଛନ୍ତି, ଆଉ କ'ଣ ଅସୁବିଧା କ'ଣ ହେଲା।